ସାଙ୍ଗମାନେ କାଲି ଆମର ସାଙ୍ଗମାନେ ସବୁ ମିଶି ଫିଷ୍ଟ କରିବା। ଦେଖନ୍ତୁ କେମିତି କୁହୁଡ଼ି ସବୁ ହେଇଛି। ଏବେ ଆମେ ଯାଉଛେ ମାର୍କେଟିଂ ପାଇଁ, ବାହାରକୁ ଯିବା ସଉଦା ଫଉଦା ଆଣିବା, ଆଣିକି ତାପରେ ସଫାସଫି କରିବା। ଆମ ଯେଇଠି ଫିଷ୍ଟ କରିବା ସେଠି ଟିକେ ସଫାସଫି କରିବା। ଚାଲ। ଆଳୁ ବାଛୁଛେ। ନନା ଭାଇ ପିଆଜ ବାଛୁଛନ୍ତି, ବଡ଼ ବଡ଼ ଦେଖି ବାଛିବେ। ଏଇଟା ହେଉଛି ଆମ ମାର୍କେଟ। ଏପଟେ ସବୁ ବନ୍ଧାକୋବି ଫୁଲକୋବି ଅଛି। ଏଇଟା ମାଛ ହାଟ, ବସା ହେଉଛି। ତାପରେ ବିଲାତି ବାଛୁଛେ, ବିଲାତି ଭଲ ହେଇଛି। ଆମେ ତେଜରାତି ସଉଦା କରତେ ଆସିଛେ। ଏଇଟା ସବୁ ଲଙ୍କାଗୁଣ୍ଡ, ଗରମ ମସଲା, ଚିକେନ ମସଲା, ପାମ୍ପଡ଼, ତେଲ, ଲୁଣ, ଗ୍ଲାସ୍। ଏଇଟା ମାର୍କେଟ। ଆମେ ସଉଦା କରି ଆସିକି ଯାଉଛେ ସଫାସଫି କରିବା ପାଇଁ, ଯେଇଠି ଆମେ ଫିଷ୍ଟ କରିବା। କାଲି ପଡ଼ିଆ ପାଖରେ ପହଞ୍ଚିଲେ। ଏବେ ପିଲାମାନେ ଖେଳୁଛନ୍ତି। ଦେଖନ୍ତୁ ଆମେ ଗାଈ ସ୍କୁଟିରେ ଯାଉଛେ। କାଠ ରନ୍ଧା ହେଇଛି। ପବିତ୍ର ଆଉ ଲକି ଭାଇ ବୋହୁଛନ୍ତି କାଠ ବୋହୁଛନ୍ତି। ଆଉ ଏବେ ଯିବା ଯେଇଠି ଫିଷ୍ଟ ହେବ ସେଇ ଜାଗାକୁ ଯିବା। ଆମର ଏଠି ଚିତ୍ତ ଭାଇ ଆସି ସାରିଛନ୍ତି। ସେ ରାଗିକି ଶାବୁଳ ଫିଙ୍ଗିଦେଲେ ଆଉ କହିଲେ ଯେ ଆମର ଏଇଠି ଟିକେ ଫିଷ୍ଟ କରିବା ସଫାସଫି କରି, କିନ୍ତୁ ଏଠି ଅପରିଷ୍କାର ଥିଲା। ତେଣୁ ସେଠି ଆମର ଆଉ ଗୋଟେ ଜାଗାରେ କଲେ। ସେଠି କୁଣି ମୁଣି କାଟି ତାକୁ ସଫା କଲେ। ସଫା କରି କଲାବେଳେ ଏଠି ଦୁଇଟି ଛୁଆ ବସି ମୋବାଇଲ ଦେଖୁଥିଲେ। ତାଙ୍କୁ ଆମେ ଗାଳି ଦେଲେ। ସେ ଆଉ ଗୋଟେ ଛୁଆ ଦେଖନ୍ତୁ ଏଠି ଆମର ଚାଞ୍ଚ ଚଞ୍ଚି କରୁଛି। ପରିଷ୍କାର ସରିଯାଇଛି। ସେଠି ଚୁଲି ବନା ହେଇଛି। କାଠ ଗୁଡାକ ସାଇଜ କରି ରଖୁଛନ୍ତି ଭାଇ। ଚୁଲି ଆଜିକା ପାଇଁ ଏତିକି ଥାଉ। ଆପଣମାନେ କାଲି ଦେଖିବେ ଯେ କେତେ ପିଲା ଆସୁଛନ୍ତି ଏବଂ କ'ଣ ରୋଷେଇ ହେଉଛି। ରହୁଛି। ଜୟ ଜଗନ୍ନାଥ।